ଜଣେ ସାଧୁ ବାଟରେ ଯାଉଥିଲେ, ସନ୍ଧ୍ୟା ହେଇଗଲା। ସାଧୁ ଜଣକ କଣ କରିବେ ଦେଖିଲେ, ଜଣକ ଘରେ ଦୀପଟିଏ ଜଳୁଛି। ତାପରେ ତାଙ୍କରି ଘରେ ଅବସ୍ଥାପନ କଲେ। ସେ ଜଣେ ଚୋରଙ୍କ ଘର, କିନ୍ତୁ ସାଧୁ ଏ କଥା ଜାଣିନାହାନ୍ତି। ସାଧୁ ଚୋର ଖାଇବାକୁ ଦେଲେ, ସାଧୁ ଖାଇକି ବିଶ୍ରାମ କଲେ, ଚୋର ଖାଇକି ବିଶ୍ରାମ କଲେ। ପାଖରେ ଗୋଟେ ଗୁହାଳ ଥିଲା, ସେ ଗୁହାଳ ଗୋଟେ ଗାଈଟିଏ ବନ୍ଧା ହେଇଥିଲା। ସେ ଗାଈ ବେକରେ ଗୋଟେ ଘଣ୍ଟି ବନ୍ଧା ହେଇଥିଲା। ସେ ଘଣ୍ଟିଟା ଅତି ସୁନ୍ଦର ଭାବରେ ବାଜୁଥିଲା। ସାଧୁ ଶୁଣିଲେ ଏ ଘଣ୍ଟିଟା ନବାକୁ ପଡ଼ିବ। ସେ କଣ କଲେ, ଭୋର ଭୋର ଉଠି ସେ ଘଣ୍ଟିକି ଧରି ଚାଲିଲେ। ଅନେକ ବାଟ ଗଲା ପରେ ସାଧୁଙ୍କୁ ଝାଡ଼ା ଲାଗିଲା। ସାଧୁ ଝାଡ଼ା ଗଲେ, ଶୌଚ ହେଲେ। ଯେତେବେଳେ ସାଧୁ ସେ ଝୁଲାଟିକୁ ଉଠାନ୍ତି, ଭାରି ଲାଗିଲା। ଏ ଝୁଲାଟା କଣ ଭାରି ଲାଗିଲାଣି, ଦେଖିଲା ଘଣ୍ଟିଟେ। ଭାରି, ଏ ଘଣ୍ଟି ମୁଁ କୋଉଠୁ ଆଣିଲି? ତାଙ୍କରି ଘରୁ ନେଇ ଆସିଛି ଆଉ। ସାଧୁ ଧରିକି ଦୌଡ଼ିଲେ। ଖାଦ୍ୟର ପ୍ରଭାବରେ ଜଣେ ସାଧୁ ଚୋରି କଲେ।